ଏହି କାହାଣୀଟି ହେଉଛି କଲାହାଣ୍ଡି ସହରରେ ରହୁଥିବା ମାଧବ ଆଉ ସହଦେବର କାହାଣୀ। ମାଧବ ଆଉ ସହଦେବର ଘର ଆମ୍ନା ସାମ୍ନା ଥିଲା। ଆଉ ମାଧବ ତା ସ୍ତ୍ରୀ ସହ ରହୁଥିଲା ଆଉ ସେ ପଶୁପାଳନ କରୁଥିଲା। ସେଥିପାଇଁ ତା ପାଖରେ ଯେତେ ଦହି ରହି ଯାଉଥିଲା ସେ ଦହିକୁ ସେ ଗୋଟେ ବେପାର କରୁଥିଲା। ଆଉ ସେପଟେ ସହଦେବ ଗୋଟେ ବଡ଼ ଲୋକ ଘର ଥିଲା। ତା ପାଖରେ ବହୁତ ଧନ ଥିଲା, ତା ପାଖରେ ବହୁତ ବଡ଼ ଘର ବି ଥିଲା। ଆଉ ସେ କାମ ନ କରୁଥିଲା, ସେ ସବୁଦିନ ଶୋଉଥିଲା। ଏମିତି ତା ଦିନ କଟି ଯାଉଥିଲା। ଏମିତି ଗୋଟେ ଦିନର କଥା, ମାଧବ ଗୁଚୁପ ସହ ଦହି ପୁରୀ ବି ବିକୁଥିଲା। ସେଠି ଆବାଜ ଲଗେଇ ସେ ସମସ୍ତଙ୍କୁ ଡାକୁଥିଲା ଆଉ ସମସ୍ତେ ତା ଦୋକାନକୁ ଆସି ସେଇଠି ଖାଉଥିଲେ। ସେ ସମୟରେ ସହଦେବ ଶୋଇଥିଲା ଆଉ ସେଇ ସମୟରେ ତାର ନିଦ ଭାଙ୍ଗିଗଲା। ଆଉ ଉଠିଲା କି ସେ କହିଲା, ଆରେ ଠିକ ସମୟରେ ଭଲ ସ୍ୱପ୍ନଟି ଦେଖୁଥିଲି ଆଉ ନିଦ ଭାଙ୍ଗିଗଲା। କହିଲା କି ଯଦି ମୁଁ ଏବେ ମାଧବକୁ ନ କହିବି ତାହେଲେ ଆଗକୁ ମୋର ବହୁତ ପ୍ରୋବ୍ଲେମ ହେବ। ସେଥିପାଇଁ ଏବେ ହିଁ ଯାଇକି ତାକୁ କିଛି କହିବାକୁ ପଡ଼ିବ। ଏମିତି କହିକି ସେ ତାକୁ ଗଲା ଆଉ କହିଲା। ମାଧବ ଇଏ ଭାବିଲା କି ଦେଖିଲା ଆଉ ଆରେ ଇଏ ତ ଆମ ଗାଁର ବଡ଼ ଲୋକ, ଯଦି ଆସୁଛନ୍ତି ତାହେଲେ ମୋର ସବୁ ସାମାନ ବିକ୍ରି ହେଇଯିବ। ଏମିତି ଭାବି ସେ ବହୁତ ଖୁସି ହେଲା ଆଉ କହିଲା, ହଁ ସାର୍ ଆସନ୍ତୁ ଦହି ପୁରୀ କେତେ ନେବେ, କେତେ ପ୍ୟାକିଂ କରିବେ? ଏମିତି କହିଲାକୁ ସହଦେବ କହିଲା, ମାଧବ ମୁଁ ତମ ଦୋକାନକୁ ଖାଇବାକୁ ଆସିନି, ତମକୁ ଗୋଟେ କଥା କହିବାକୁ ଆସୁଛି। ଏମିତି କହିଲାକୁ ମାଧବ କହିଲା, ଆଜ୍ଞା କହୁନାହାନ୍ତି କ'ଣ କହିବେ? ଏମିତି କହିଲାକୁ ସହଦେବ କହିଲା, ତମେ ଏ ସବୁଦିନ ସକାଳୁ ସକାଳୁ ତମେ ଯେଉଁ ଚିଲଉଛ, ତମ ଚିଲେଇବାରୁ ମୋର ନିଦ ଭାଙ୍ଗି ଯାଉଛି, ବହୁତ କଷ୍ଟ ଲାଗୁଛି। ସେଥିପାଇଁ ଆଗକୁ ନ ହେବା ପାଇଁ ତମେ ଦୋକାନଟା ବନ୍ଦ କର। ଏମିତି କହିଲାକୁ ମାଧବ କହିଲା, ସାର୍ ଯଦି ମୁଁ ଆବାଜ ନ ଲଗାଇବି ତାହେଲେ ମୋ ଧନ୍ଦା ଚାଲିବ କେମିତି? ଏ ଆଖାପାଖି ଲୋକ ଜାଣିବେ କେମିତି କି ସେ ବିକୁଛି ବୋଲି? ସରି ସାର୍, ମୋତେ କ୍ଷମା କରିଦେବେ, ମୁଁ ଏଇ କାମ କରିପାରିବିନି। ଏମିତି କହିଲାକୁ ସହଦେବ କହିଲା, ଆଉ ଠିକ୍ ଅଛି ତାହେଲେ ଆଉ ଗୋଟେ କାମ କର, ତମେ ତମ ଘର ମୋତେ ବିକି ଦିଅ ଆଉ ତମ ଜାଗା ସବୁ ମୋତେ ଦେଇଦିଅ। ମୁଁ ତମକୁ ମୋ ସହର ଛାଡ଼ିକି ଅଲଗା ସହରରେ ତମକୁ ବହୁତ ବଡ଼ ଘରଟେ ଦେବି, ତମେ ସେଇଠି ଆରାମସେ ବିକି ପାରିବ। ଏମିତି କହିଲାକୁ ମାଧବ କହିଲା, ନାଇଁ ସାର୍, ଏଇଟା ହେଉଛି ବିକିବା ତ ଦୂର କଥା, ଏଇଟା ହେଉଛି ମୋ ବାପାର ରଖିଥିବା ସମ୍ପତ୍ତି। ମୋ ବାପା ତା ବାପା ଦେଇଥିବା ସମ୍ପତ୍ତି, ଆଉ ଏଇଟାକୁ ମୁଁ ଦେଇପାରିବିନି। ହେଲେ ଛୋଟ ଘର ହେଲେ ଏଠି ମୋତେ ବହୁତ ଶାନ୍ତି ଲାଗୁଛି। ଏମିତି କହି ତାକୁ କହିଲା ଆଉ କହିଲା ଯେ, ସାର୍ ଏଇ ଆଖାପାଖି ଲୋକ ତ କେହି ବି ମୋତେ କମ୍ପ୍ଲେନ୍ କରୁନାହାନ୍ତି କି ତମେ ଆବାଜ କରିବାର ଆମର କିଛି ଅସୁବିଧା ହେଉଛି କରି, ହେଲେ ଆପଣ କହୁଛନ୍ତି। ଏମିତି କହିଲାକୁ ସହଦେବ କହିଲା, ତାହେଲେ ତମେ ମୋ ସହିତ ଜବାବ କରୁଛ? ଏମିତି କହିକି ସେ ବହୁତ ଲାଗିଲା, କହିଲା କି ତୋ ଦୋକାନକୁ ଯେମିତି ବି ତୋ ଦୋକାନକୁ ଏଠୁ ବାହାର କରିବି। ଏମିତି କହିକି ସେ ଘରକୁ ଯାଇଲା ଆଉ ସେ ଚିନ୍ତା କଲା, ଆରେ ମାଧବରୁ କେମିତି ମୁଁ ତା ଦୋକାନକୁ ଗାଁରୁ ଭଗେଇବି? ଏମିତି ଚିନ୍ତା କଲା ଆଉ ଆଇଡ଼ିଆଟେ ଆସିଲା। କହିଲା, ଠିକ୍ ଅଛି ତାହେଲେ ତା ଦୋକାନ ସାମ୍ନାରେ ମୁଁ ଗୋଟେ ବଡ଼ ଦୋକାନଟେ ଖୋଲିବି ଆଉ ବଡ଼ ତାଠୁ ଆଉ ଭଲ ସେ ଯିଏ ବନଉଥିବା ତାକୁ ଆଣିକି ରଖିବି ଆଉ ତାଠୁ କମ୍ ବି ବିକିବି। ଏମିତି କହିକି ସେ ସେଇ ପାଖରେ ଦୋକାନଟେ ବନେଇକି ଲୋକ ଲଗେଇକି ମାଧବ ଯେତେ ଟଙ୍କାରେ ବିକୁଥିଲା ତା କମ୍ ଟଙ୍କାରେ ସେ ବି ଦେଲା। ତ ସମସ୍ତେ ମାଧବ ଦୋକାନକୁ ନ ଯାଇକି ସହଦେବ ଦୋକାନକୁ ଯାଇ ସେଇଠି ଭିଡ଼ ଲାଗିଲା। ତାପରେ ମାଧବ କହିଲା, ମୋତେ ଇଏ ବାହାର କରିବା ପାଇଁ ସେ ନିଜେ ଦୋକାନ ଖୋଲିକି ଦେଲା, ସେଥିପାଇଁ ମୋ ପାଖକୁ ଗୋଟେ ଲୋକ ବି ଆସୁନାହାନ୍ତି। ଏମିତି କହିଲା, ସେ ତ ବଡ଼ ଲୋକ, ସେ କମ୍ ପଇସାରେ ଦେବ। ଏମିତି କହି ସେ ବି ଆଉ କମ୍ ପଇସାରେ ବିକ୍ରୟ କଲା। ସହଦେବ ମାଧବ ପାଖକୁ ପଳେଇ ଆସିଲେ ସମସ୍ତେ ତାଠୁ ଖାଇବା ପାଇଁ। ତା ଏ କଥା ଯେତେବେଳେ ଶୁଣିଲା ସହଦେବ ତାହେଲେ କହିଲା, ଆଚ୍ଛା ଠିକ୍ ଅଛି ତାହେଲେ ଏମିତି କହିକି ସମସ୍ତଙ୍କୁ ଫ୍ରିରେ ଦିଅ, ଏଭେଲେବୁଲ୍ ଦିଅ। ଏମିତି କହିଲା। ତାପରେ ଯେତେବେଳେ ଜାଣିଲା କି ତା ମାନେ ଫ୍ରିରେ ଦେଲା ସମସ୍ତଙ୍କୁ, ତାପରେ ଲୋକ ମାଧବକୁ ଛାଡ଼ିକି ଫ୍ରିରେ ଖାଇବା ପାଇଁ ଫିର୍ ସେଇଠି ଗଲେ। ତ ସେଇଠି ପ୍ରାୟ ଦିନ ଖାଇଲେ। ତାପରେ ମାଧବ କହିଲା, ଆରେ ମୁଁ ତ ଗରିବ ଲୋକ, ମୁଁ ତ ଫ୍ରିରେ ଦେଇପାରିବିନି। ଆଉ ସେ ଧନୀ ଲୋକ, ସେ ତ ଆରାମସେ ଦେଲେ ବି ତା'ର ଧଂସ ଟିକେ ବି କମିବନି, ଧନ କମିବନି। ଏମିତି କହିଲା। ହେଲେ ସେ ବି କହିଲା, ହଉ ଠିକ୍ ଅଛି, କେତେ ଦିନ ଦେବ? ଦିନେ ନା ଦିନେ ତ ସେ ବନ୍ଦ କରିବ ନା, ସେ ଦିନ ପର୍ଯ୍ୟନ୍ତ ମୁଁ ଚଳଉଥିବି ମୋଟା, ଦିନେ ନା ଦିନେ ତ ମୋଠୁ ଆସିବେ ନା। ଏମିତି କହିକି ସେ କମ୍ ଜିନିଷ ବନେଇକି ସେ ବିକ୍ରି କରୁଥିଲା ସବୁଦିନ ସେମିତି। ତାପରେ ଯେଉଁ ଲୋକକୁ ସେ ସହଦେବ ଯେଉଁ ଲୋକକୁ ଆଣିକି ସେ ବନେଇକି ଦେଉଥିଲା, ସେ ଲୋକ ଭାବିଲା, କହିଲେ ଦିନକୁ ଦିନ ତା'ର ଖାଇବା କମ୍ ହୋଇଯାଏ। ଆଉ କମ୍ ହେବାରୁ ସରିଯିବାରୁ ଲୋକମାନେ ସବୁ ମାଧବ ପାଖକୁ ଚାଲିଯାଆନ୍ତି, ସେଇଠି ଖାଉଥିଲେ। ଦିନକୁ ଦିନ ଏମିତି କମିଯାଏ। ତାପରେ ଗୋଟେ ଦିନର ମାଧବ କହିଲା, ଆରେ ଦିନକୁ ଦିନ ତ ୟାର ସାମାନ ତ କମିଯାଉଛି, କ'ଣ ହେଉଛି? ଆଉ ସହଦେବ ତାକୁ ଏତେ ପଇସା କାହିଁକି ଦେଉଛି? ଆଜି ହଉ ନା ନ ହଉ, ଆଜି ମୁଁ ଦେଖିବି, ତା ପିଛା କରିବି। ଏମିତି ତ ମୋ ପାଖକୁ ଲୋକମାନେ ଆସୁନାହାନ୍ତି, ଆଜି ପିଛା କରିବି, ଏତେ ପଇସା କ'ଣ କରୁଛି? ଏମିତି କହିକି ତା ପିଛା କରିଲା। ମିସ୍ତ୍ରୀ ଥିଲା,
से मार्केट को गला, मार्केट कम पैसा देकी कम सामान आनिकी ता घर को गला, ता घर को जिते पैसा संग्रह करथिला से पैसा को मिसेकी गणुथिला। तापर से माधव देखिला कि से ସେଇଠି କାବାଇ ଗଲା। ଆରେ ବାପରେ ଏତେ ପଇସା ସେ ତାମାନେ ଇଏ ଯେତେ ପଇସା ନେଉଛି ତା ଅଧା ପଇସା ସେ ସାମଗ୍ରୀ ଆଣୁଛି ଆଉ ଅଧା ପଇସା ସେ ନିଜେ ରଖି ପକାଉଛି। ଏମିତି କହିକି ସେ ସହଦେବ ପାଖକୁ ଚାଲିଗଲା। ସହଦେବକୁ ସବୁ କଥା କହିକି ସହଦେବକୁ ତା ଘର ପାଖକୁ ନେଇକି ଆସିଲା ଆଉ ଝରକାରେ ତାକୁ ଦେଖେଇଦେଲା। ଯେତେବେଳେ ଏଇଟା ଦେଖିଲା ସେ ସକ୍ ହେଇଗଲା, ସେ କାବା ହେଇଗଲା। ଭିତରକୁ ଯାଇକି କହିଲା ତାମାନେ ତମେ ଏମିତି କରୁଛ ନାଇଁ କି, ମୁଁ ତୁମକୁ ଯେଉଁ ଭରସାରେ ଦେଇଥିଲି ଦୋକାନ ତମେ ମୋ ଭରସାକୁ ବର୍ବାଦ କରିଦେଲ, ଏମିତି କହିଲା। ଆଉ ସେ କହିଲା ଏମିତି କାହିଁକି କଲ, ଆଉ ମୁଁ ଏହା ପଚାରିବିନି ତମେ କାହିଁକି ଏମିତି କଲ ସେଟାକ। ଏମିତି କହିଲାକୁ ସହଦେବ ତା ମିସ୍ତ୍ରୀ କହିଲା ସାର୍ ଏମିତି ତ ଆପଣଙ୍କ ତାର ଝାମେଲା ଚାଲୁଛି, ଅଧା ସାମାନ ଆଣିକି ଅଧା ସାମାନର ପଇସା ମୁଁ ରଖିପାରିବି, ଏମିତି କରିକି ଯେତେ ପଇସା ରଖିଛି ଆପଣ ନେଇ ଯାଇପାରିବେ ଏମିତି କହିଲା। ଏମିତି କହିଲାକୁ ସହଦେବ କହିଲା ଆଉ ଠିକ୍ ଅଛି ତାହେଲେ ତମେ ଆଜିଠୁ ଏ ଘର ଛାଡ଼ିକି ତମେ ତମ ସେ ପଟେ ପଳ, ଆଉ ଏଇଠି କେବେ ବି ଆସିବନି ଏମିତି କହିକି ସେ ପଇସା ନେଇଗଲା। ଆଉ ମାଧବକୁ ତାକୁ ବହୁତ ଧନ୍ୟବାଦ ଜଣାଇଲା, କହିଲା କି ମାଧବ ମୋତେ କ୍ଷମା କରିଦିଅ, ମୁଁ ବହୁତ ଶର୍ମିନ୍ଦା ହେଇଯାଇଛି। ଆଉ ତମେ ମୋର ଏତେ ଲସ୍ ହେଉଥିଲା ହେଲେ ବି ତମେ ତମ କଥା ଚିନ୍ତା କଲନି, ଆଉ ସିଧା ତମେ ଏଇ ଦେଖିକି ମୋତେ ଆସିକି କହିଲ। ମୁଁ ଏତେ ଗର୍ବ କରୁଥିଲି, ଏତେ ଅହଙ୍କାର ଥିଲି, ଆଜି ମୁଁ ସବୁ ଛାଡ଼ି ଦେଉଛି ଆଉ ସମସ୍ତଙ୍କ ସହିତ ଭଲସେ କଥା ହେବି, ଆଉ ତମକୁ ତମ ଦୋକାନରେ କେବେ ମୁଁ ବାଧା ବନେଇବିନି ଏମିତି କହିକି